শ্ରୋତା ବନ୍ଧୁ, ନବବର୍ଷର ଅନେକ ଅନେକ ଶୁଭେଚ୍ଛା, ସଦିଚ୍ଛା ଏବଂ ଶୁଭକାମନା। ଆଜି ପୁରୁଣାକୁ ବିଦାୟ ଦେଇ ନୂଆକୁ ଆପଣାର କରିବା ପାଇଁ ଆମ ଭିତରେ କେତେ ଉତ୍ସାହ, କେତେ ଉତ୍କଣ୍ଠା, କେତେ ତତ୍ପରତା। ଭାଇ ବନ୍ଧୁ କୁଟୁମ୍ବ ଭିତରେ ଶୁଭେଚ୍ଛାର ବାର୍ତ୍ତା, ଭାବ ବିନିମୟ, ମିଷ୍ଟାନ୍ନ ବଣ୍ଟନ, ଆପଣାର ପ୍ରିୟଜନଙ୍କ ପାଇଁ କେତେ କେତେ ନୂଆ ଉପହାର। ଅନେକେ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରୁଥିବେ, ଠାକୁର ଠାକୁରାଣୀଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ଡାଲା ଧରି ଯାଉଥିବେ, ରଙ୍ଗ ବେରଙ୍ଗର ଫୁଲମାଳ ଗୁନ୍ଥି ପରିଶୁଦ୍ଧ ମନରେ ବିଭୁ ନିରାଜନା କରୁଥିବେ। ତା ଭିତରେ ପ୍ରତିଯୋଗିତାର ଭାବ ମଧ୍ୟ ଉଦ୍ରେକ ହେଉଥିବ। ଉପହାର ଯେତିକି ମୂଲ୍ୟବାନ ହେବ, ପ୍ରତିପତ୍ତି ସେତେ ବଢ଼ିବ। ଭୋଗରାଗର ବିବିଧତା, ପ୍ରାଚୁର୍ଯ୍ୟ ଈଶ୍ୱର ଭକ୍ତିକୁ ମାପିବାର ତରାଜୁ ବନିଯିବ। କିନ୍ତୁ ଯିଏ କ୍ଲେଶରେ କାଳଯାପନ କରେ, ତା ପାଖରେ ଏ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନା ଥାଏ ଅଭିପ୍ସା, ନା ଥାଏ ସାମର୍ଥ୍ୟ। ଶୀତ ସକାଳର ଦୁକୁଳ ପିନ୍ଧା ସ୍ପର୍ଦ୍ଧିତ ମଣିଷ ଆଗରେ ସେଇ ଗରିବ ମଣିଷ ନିଜ ହାତ ବୁଣା ଲୁଗାରେ, ନିଜ ସାତ ସିଆଁ ଲୁଗାରେ ଥୁରୁ ଥୁରୁ ହେଇ ସୂର୍ଯ୍ୟଙ୍କୁ ପ୍ରଣିପାତ କରେ। ସେ ଚିନ୍ତା କରେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର। ତାଙ୍କର ଗଭସ୍ତିରେ ପ୍ରତିଭାତ ହେଲେ ଯେଉଁ ଉଷ୍ଣତା, ତାହା ହିଁ ତ ମଣିଷର ଶ୍ରେଷ୍ଠ ପ୍ରାପ୍ତି। ରାବଣ ସହସ୍ର ବାଣରେ ନିସ୍ତେଜ ନ ହେବା ଦେଖି ରାମ ଯୁଦ୍ଧ କ୍ଷେତ୍ରରେ ଚିନ୍ତିତ ହେଇ ପଡ଼ିଲେ। ସେତେବେଳେ ଅଗସ୍ତ୍ୟ ଋଷି ରାମଙ୍କୁ କହିଲେ, ମୁଁ ତୁମକୁ ଆଦିତ୍ୟ ହୃଦୟ ସ୍ତୋତ୍ର ଶିଖେଇ ଦଉଛି। ଏହି ପବିତ୍ର ସ୍ତୋତ୍ର ପାଠ କଲେ ସମସ୍ତ ଶତ୍ରୁଙ୍କର ବିନାଶ ହେବ। ସେଇ ସ୍ତୋତ୍ର ହେଲା ରାମଙ୍କର ରକ୍ଷା କବଚ ବି, ଅସ୍ତ୍ର ବି। ଏଣୁ ଅର୍ଥ, ଯଶ, ପ୍ରତିପତ୍ତି ଲାଳସାରେ ବିଭୁ କୃପା ଲାଭ କରାଯାଇପାରେ ନା। ଏଥିପାଇଁ ଦରକାର ଭାବ, ଭକ୍ତି ଏବଂ ନିରିଧ୍ୟାସନ। ଭାଗବତରେ ଅଛି, ଗୋପାଳ ବାଳକମାନେ ସବୁବେଳେ ମିଳିମିଶି ଏକତ୍ର ଭୋଜନ କରନ୍ତି। ଗାଈ ଚରେଇ ଥକିଗଲେ ସମସ୍ତେ ବୃତ୍ତାକାରରେ ବସି ପରସ୍ପରର ଖାଦ୍ୟରୁ ସ୍ୱାଦ ଗ୍ରହଣ କରନ୍ତି। ଦିନେ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ବନ୍ଧୁ ମଧୁମଙ୍ଗଳ, ଯିଏକି ଗୋପାଳ ବାଳକଙ୍କ ସହିତ ଖେଳୁଥିଲା, ତାକୁ ଡାକି କହିଲେ, ତୁ ତ ସବୁଦିନେ ଆମ ଘରେ ଖାଉଛୁ, କେବେ ତୋ ଘରକୁ ଡାକିଛୁ କି ତୋ ଘରେ ଖାଇବାକୁ ଦେଇଛୁ? ତୁ ଭାରି ସ୍ୱାର୍ଥପର। ମଧୁମଙ୍ଗଳ ସାଣ୍ଡିଲ୍ୟ ଋଷିଙ୍କ ପୁତ୍ର ଥିଲା। ସାଣ୍ଡିଲ୍ୟ ଋଷି ଯଜ୍ଞ, ହୋମ, ବିଷ୍ଣୁ ସହସ୍ରନାମ ଏସବୁରେ ବ୍ୟସ୍ତ ରହୁଥିଲେ। ସମସ୍ତ ସ୍ୱାଧ୍ୟାୟ ସରିଲା ବେଳକୁ ରାତି ହେଇଯାଉଥିଲା। ଏଣୁ ଦିନରେ ଉପବାସ ରହି ରାତ୍ରି ସମୟରେ ସେ କେବଳ ଫଳାହାର କରୁଥିଲେ। ଘରର ଅବସ୍ଥା ସ୍ୱଚ୍ଛଳ ନଥିଲା। ସାଣ୍ଡିଲ୍ୟ ଋଷିଙ୍କ ପତ୍ନୀ ପୂର୍ଣ୍ଣିମା ଦେବୀ ପତିବ୍ରତା ଥିଲେ, ପବିତ୍ର ଥିଲେ। ସବୁବେଳେ ନିଜ ସ୍ୱାମୀଙ୍କ ଭିତରେ ଈଶ୍ୱରଙ୍କର ମହିୟାନ ସତ୍ତା ଅନୁଭବ କରୁଥିଲେ। ମଧୁମଙ୍ଗଳ ସବୁବେଳେ ଶ୍ରୀକୃଷ୍ଣଙ୍କର ଘରେ ଖାଆନ୍ତି। ଯଶୋଦା ବି ମହା ଆନନ୍ଦରେ ଖୁଆନ୍ତି। ଏଣୁ ଶ୍ରୀକୃଷ୍ଣଙ୍କ କଥା ଶୁଣି ମଧୁମଙ୍ଗଳ ଘରକୁ ଦୌଡ଼ିଲେ। କହିଲେ, ମା, କୃଷ୍ଣ ଆମ ଘର ପ୍ରସ୍ତୁତ ଖାଦ୍ୟ ଖାଇବ ବୋଲି ମନ କରିଛି, ତୁ ଭଲ କରି କଣ ଗୋଟେ ରାନ୍ଧି ଦେ। ପୂର୍ଣ୍ଣିମା କହିଲେ, ଆମେ ତ ଗରିବ ଲୋକ, ଘରେ 9 ତିଅଣ 6 ଭଜା ହେବା ପାଇଁ କଣଟା ବା ଅଛି, ତେବେ ତୁ ମନ କଷ୍ଟ କରନା। ପୂର୍ଣ୍ଣିମା ଦେଖିଲେ ଦହି ହାଣ୍ଡିରେ କିଛି ଚହ୍ଲା ଅଛି। ସେଇ ଚହ୍ଲାକୁ ରାନ୍ଧି ଦହି କଡ଼ି କରି ମଧୁମଙ୍ଗଳ ହାତରେ ପଠେଇଦେଲେ। କହିଲେ, ୟାକୁ ନେଇଯା, କୃଷ୍ଣଙ୍କୁ ଖୁଆଇଦେବୁ। ମଧୁମଙ୍ଗଳ ମା ହାତ ରନ୍ଧା ଦହି କଡ଼ି ଧରି ଯମୁନା କୂଳକୁ ଚାଲିଲେ। ଅନ୍ୟ ଗୋପାଳମାନେ ନାନା ପ୍ରକାରର ସୁମିଷ୍ଟ ଖାଦ୍ୟ ଆଣିଥାନ୍ତି, ପରସ୍ପର ଭିତରେ ବାଣ୍ଟିକି ଖାଉଥାନ୍ତି। ମଧୁମଙ୍ଗଳ ଭାବିଲେ, ସମସ୍ତେ ଯେତେବେଳେ ଏତେ ଭଲ ଭଲ ଖାଇବା ଆଣିଛନ୍ତି, ତାଙ୍କର ଏ ଦହି କଡ଼ିକୁ କୃଷ୍ଣ କଣ ସତରେ ପସନ୍ଦ କରିବେ? ଏହା ଭାବି ସେ ନିଜ ଦହି କଡ଼ିକୁ ନିଜେ ପିଇବାକୁ ଆରମ୍ଭ କଲେ। କୃଷ୍ଣ ଏ ଦୃଶ୍ୟ ଦେଖୁଥିଲେ। ଜୋରରେ କହିଲେ, ଆରେ ଏ କି ସ୍ୱାର୍ଥପର କାମ କରୁଛୁ? ମୋ ପାଇଁ ରନ୍ଧା ହେଇଥିବା ଖାଦ୍ୟ ନିଜେ ଏକା ଏକା ଖାଉଛୁ। ତାପରେ ଦୌଡ଼ି ଆସିଲେ ଛଡ଼େଇ ନେଇଯିବା ପାଇଁ। ସେତେବେଳକୁ ମଧୁମଙ୍ଗଳ ସବୁ ଦହି କଡ଼ି ପିଇ ଦେଇଥିଲେ। ତାଙ୍କ ଅଧରରେ ଯେଉଁ ଟୋପାଟି ଲାଗିଥିଲା, ତାକୁ ହିଁ ଶୋଷି ନେଲେ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣଙ୍କର କ୍ଷୁଧା ପ୍ରଶମିତ ହେଇଥିଲା କି ନାହିଁ କହିବା କଷ୍ଟକର, କିନ୍ତୁ ପୃଥିବୀର କ୍ଷୁଧା ନିବାରଣ ପାଇଁ ଏହା ଥିଲା ଯଥେଷ୍ଟ। ଏସବୁ ସମ୍ଭବ ହେଇପାରିଲା ଈଶ୍ୱର ଭକ୍ତିର ଅପୂର୍ବ ପରାକାଷ୍ଠା ଯୋଗୁଁ, ଯାହା ଥିଲା ପୂର୍ଣ୍ଣିମାଙ୍କ ପାଖରେ। ଏସବୁ ସମ୍ଭବ ହେଇପାରିଲା ଚପଳ ସଖ୍ୟ ପ୍ରେମର ପ୍ରାବଲ୍ୟ ଯୋଗୁଁ, ଯାହା ଥିଲା ମଧୁମଙ୍ଗଳଙ୍କ ପାଖରେ। ସେଇଥିପାଇଁ ଭାଗବତର ପ୍ରଥମ ସ୍କନ୍ଧରେ କୁହାଯାଇଛି, ଏବଂ ପ୍ରସନ୍ନ ମନସୋ ଭଗବତ୍ ଭକ୍ତି ଯୋଗତଃ ଭଗବତ୍ ତତ୍ତ୍ୱ ବିଜ୍ଞାନଂ ମୁକ୍ତ ସଙ୍ଗସ୍ୟ ଜାୟତେ। ସତ୍ୱଗୁଣରେ ସ୍ଥିତ ହେଇଥିବା ବ୍ୟକ୍ତି ଭଗବାନଙ୍କର ପ୍ରେମମୟୀ ସେବାରେ ନବଜୀବନ ପ୍ରାପ୍ତ ହେଇ ପ୍ରାକୃତ ସଂସର୍ଗରୁ ମୁକ୍ତି ପାଏ ଏବଂ ଭଗବତ୍ ତତ୍ତ୍ୱର ଅଥଳ ସମୁଦ୍ରରେ ବୁଡ଼ି ଜ୍ଞାନର ମାର୍ଗ ପାଇଥାଏ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।